ବୈତରଣୀ ନଦୀରେ ଭାସୁଛି ପଥର। ବୈତରଣୀ ନଦୀ ଗର୍ଭରୁ ମିଳିଛି ଅଲୌକିକ ପଥର। ଯେଉଁ ପଥର ପାଣିରେ ପଡ଼ିବା ମାତ୍ରେ ବୁଡ଼ିବା ପରିବର୍ତ୍ତେ ଭାସି ଉଠୁଛି, ଯାହାକୁ ଦେଖିବା ପାଇଁ ଲାଗିଛି ଭିଡ଼। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ତେହୁଡ଼ି ଆନନ୍ଦପୁର ପଞ୍ଚାୟତ ମାଲନାପୁର ନିକଟ ବୈତରଣୀ ଗର୍ଭରୁ ମିଳିଛି ଏହି ଅଲୌକିକ ପଥର। ମାଲନାପୁର ଗ୍ରାମର କିଛି ଯୁବକ ନଈରେ ଗାଧୋଉଥିବା ସମୟରେ ଦେଖିବାକୁ ପାଇଲେ ପାଣିରେ ଏକ ପଥର ଭାସୁଛି, ଯାହା ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରୁ ଲୋକ ଛୁଟି ଆସୁଛନ୍ତି ଉକ୍ତ ପଥରକୁ ଦେଖିବା ପାଇଁ। କଳି ଯୁଗରେ ମିଳିଲା ତ୍ରେତୟା ଯୁଗର ରାମ ସେତୁର ପଥର। ହଁ ଆଜ୍ଞା, ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଏବେ ଲାଗିଛି ଭିଡ଼। ସେ ଏମିତି ସେମିତି ପଥର ନୁହେଁ, ତ୍ରେତୟା ଯୁଗର ପ୍ରଭୁ ଶ୍ରୀରାମ ସେତୁ ପଥର ଭଳି ପାଣିରେ ଭାସୁଛି। ଏକଥା ଆମେ କହୁନୁ, କହୁଛନ୍ତି ଉଦ୍ଧାର କରିଥିବା ଏ ଅଞ୍ଚଳର ବୁଦ୍ଧିଜୀବୀ। ଏହି ପଥରଟିକୁ ଯେତେ ଥର ପାଣିରେ ପକାଇଲେ ସେ ଭାସି ଉଠୁଛି। ଏହି ପଥରଟିର ଓଜନ 3 କିଲୋ 800 ଗ୍ରାମ। ସାଧାରଣତଃ ପଥର ପାଣିରେ ପଡ଼ିଲେ ବୁଡ଼ିଯାଏ, କିନ୍ତୁ ଏହି ପଥର ସମ୍ପୂର୍ଣ୍ଣ ଅଲଗା, ଯାହା ପୁରା ଭାସୁଛି। ସେଥିପାଇଁ ଲୋକଙ୍କର ଭିଡ଼ ଦିନକୁ ଦିନ ବଢ଼ୁଛି ବୈତରଣୀ ପଠାରେ ଉକ୍ତ ପଥରକୁ ଦେଖିବା ପାଇଁ। ଉକ୍ତ ପଥରକୁ ସ୍ଥାନୀୟ ଲୋକମାନେ ମନ୍ଦିରରେ ରଖିଥିବା ବେଳେ ଲୋକଙ୍କର ଭିଡ଼ ଜମୁଛି ଏହାକୁ ଦେଖିବା ପାଇଁ। ପୂର୍ବରୁ ଏ ବୈତରଣୀ ପଠାରୁ ଭଗ୍ନ ଶିବଲିଙ୍ଗ ନିକଟ ଭଣ୍ଡାରୀ ପୋଖରୀ ବ୍ଲକ ଷୋଳମପୁର ନିକଟ ବୈତରଣୀ ଗର୍ଭରୁ ଅନେକ ବୁଦ୍ଧ ମୂର୍ତ୍ତି ମଧ୍ୟ ଉଦ୍ଧାର ହୋଇ ନିକଟର ସଂଗ୍ରହାଳୟରେ ରଖାଯାଇଛି। ତେବେ ଏ ପଥର କେଉଁଠୁ ଆଉ କେମିତି ଆସିଲା, ତାକୁ ନେଇ ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନ। ଦେଖନ୍ତୁ, ଆମେ ଯାହା ଶୁଣିବା କଥା, ଆମେ ନଈରେ ଆସି ଦେଖିଲୁ ଯେ ଇଏ ପିଲା ସବୁ ଗାଧେଇ ଆସିଥିଲେ। ବାଲିଟାକୁ ଖୋଳୁ ଖୋଳୁ ଏଇ ପଥରଟି ବାହାରିଲା। ଏମାନେ ଦେଖିକିରି ପାଣିରେ ଭାସିଲା ପରେ ଆମମାନଙ୍କୁ ଡକାଗଲା। ଆମେ ବି ଦେଖିନୁ, ପାଣିରେ ଭାସୁଛୁ ସତର ପଥର ବୋଲି ଆମେ ବି ଭାବୁଛୁ। ଆଉ ଏ ଓଜନଠୁ 4-5 କିଲୋ ଭିତରେ ପଥରଟା ଅଛି, କିନ୍ତୁ ଆମେ ଦେଖିକିରି ବି ଘରକୁ ଗଲୁ। ଏଇ ତ ହଉଛି କଥା। ଆଉ ରକମ ବୌଦ୍ଧ ବି ବାହାରୁଛି, ସବୁ ବି ଆମେ ଜାଣୁଛୁ। ଏଠି ପଥର ବି ବହୁତ ବାହାରୁଛି। ଗୋଟେ ରଜାର ଡର ଥିଲା ଏଠି, ସେଇ ପଥର ବାହାରୁଛି ବୋଲି ଆମେ ଆଶା କରୁଛୁ। ପଥର ତ ବହୁତ ରକମ ପଡିଛି ନା। ଏଇ ପଥରଟା ପିଲା ସବୁ ଗାଧେଇ ଆସିଥିଲେ, ତାଙ୍କରି ଇଏରୁ ଆମେ ଦେଖିବାକୁ ପାଇଲୁ। ପାଣିରେ ଭାସୁଛି ଦେଖିବା, କିନ୍ତୁ ଅନୁମାନ କଣ କରିପାରିବୁ ଆମେ। ମଦନ ମୋହନ ଦାସ, ଘର ଆନ୍ଦପୁର। ଆମେ ନଦୀରେ ଗାଧଉଥିଲୁ, ଗାଧେଇଲା ବେଳେ ପଥରଟା ଭାସୁଛି, ଉଠେଇକି ଦେଖିଲୁ। ଆଉ ଦେଖିଲା ପରେ ଓଜନ 3.5 କିଲୋ 4 କିଲୋ ଭିତରେ। ଆଉ ଆମେ ଭାବୁଛୁ ଆଗରୁ ପୁରାଣରେ ଲେଖା ହେଇଛି ତ, ସେତୁ ବନ୍ଧ ବାନ୍ଧିଲା ବେଳେ ଏଇ ପଥରରେ ବନ୍ଧା ହେଇଥିଲା। ଆମେ ଭାବୁଛୁ ସେଇ ପଥର ହয়তো ହେଇପାରେ। ହଁ, ରାମଙ୍କ ପଥର ଭାସି ଆସିଛି। ଆଉ ଆମେ ଏଇଆ ଭାବୁଛୁ, ଆମେ ଆଉ କଣ ଜାଣିବୁ। ହଁ, ବହୁତ ଲୋକ ଦେଖିବା ପାଇଁ ଆସୁଛନ୍ତି, ଦେଖିଲେଣି। ଗୋଟେ ପଥରଟି ଭାସି ଗୋଟେ ଆଶ୍ଚର୍ଯ୍ୟ ବେପାର।